तृतीय अध्याय लक्ष्मी ଯମରାଜା ସମ୍ବାଦ। କହନ୍ତି କମଳା ଜନ୍ତୁପତି ବାଣୀ ଶୁଣି, ପୁରୁଷୋତ୍ତମ କ୍ଷେତ୍ରର ପ୍ରାଚୀନ କାହାଣୀ। ବର୍ଷ ବିଷ୍ଣୁଙ୍କର ସନ୍ନିଧାନ ଲଭିବାରୁ, ଶୁଭ ବୁଦ୍ଧି ଉପଜିଲା ତୁମ୍ଭର ମନରୁ। ଏହି କ୍ଷେତ୍ରରେ ଆଶ୍ଚର୍ଯ୍ୟ ଗୁପ୍ତ ସ୍ଥାନ ମାନ, କହୁଅଛି ଶୁଣ ବାବା ରବିର ନନ୍ଦନ। ପୂର୍ବ କାଳେ ଥିଲା ବିଷ୍ଣୁଙ୍କର ବକ୍ଷସ୍ଥଳେ, ଯେ ରୂପ ଦର୍ଶନ କଲି ନୟନ ଯୁଗଳେ। ଏ କ୍ଷେତ୍ରର ସେ ଆଶ୍ଚର୍ଯ୍ୟ ବିଷୟ ବର୍ଣ୍ଣନ, ଶୁଣିଲେ ତୋଷ ହୋଇବ ଯମ ତୁମ ମନ। ପ୍ରଳୟ କାଳେ ଜଗତ ହୋଇଥିଲା ଲୀନ, ମୋର ସଙ୍ଗେ ଏହି କ୍ଷେତ୍ରେ ଥିଲା ବିଦ୍ୟମାନ। ସପ୍ତକଳ୍ପ ଜୀବି ମାର୍କଣ୍ଡେୟ ମହାଋଷି, ଉପସ୍ଥିତ ଏ ସ୍ଥାନରେ ଜଳେ ଭାସି ଭାସି। ନ ପାଇ ଆଶ୍ରୟ ଶାନ୍ତି ନ ଲଭିଲେ ମନେ, ଏ କ୍ଷେତ୍ରରେ ବଟ ବୃକ୍ଷ ଦେଖିଲେ ନୟନେ। ସେ ବୃକ୍ଷର ମୂଳ କାହିଁ କଲେ ଅନ୍ୱେଷଣ, ବୁଡ଼ି ବୁଡ଼ି କରିଗଲେ ବୃକ୍ଷ ସନ୍ନିଧାନ। ସେ କାଳେ ବାଳକ ବାକ୍ୟ କରିଲେ ଶ୍ରବଣ, ମାର୍କଣ୍ଡେୟ ବେଗେ ଆସି ମୋର ସନ୍ନିଧାନ। ତୁମ୍ଭର ଏ ଅତି ଦୁଃଖ ହୋଇବ ବିନାଶ, ଆଉ ଶୋକ କର ନାହିଁ ମୁକୁଣ୍ଡେୟ ଶିଷ୍ୟ। ଏ ବାଣୀ ଶୁଣି ବିସ୍ମୟ ହେଲେ ମାର୍କଣ୍ଡେୟ, ନିଜ ଦୁଃଖ ଚିନ୍ତା ତେଜି ହୋଇଲେ ଅଥୟ। ଏହି କ୍ଷେତ୍ର ଜଳ ମଧ୍ୟେ ନ ହୁଅ ଶୀର୍ଣ୍ଣ, ପ୍ରଳୟର କଳାଗ୍ନିରେ ନ ହୁଏ ଦହନ। ନୁହେଁ ସମ୍ବର୍ତ୍ତ କାହିଁରେ ଶୁଷ୍କ ବିଚଳିତ, ଘୋର ଏକାର୍ଣ୍ଣବେ ଜଳେ ନୌକା ପରିସ୍ଥିତ। ଏହି କ୍ଷେତ୍ର ମଧ୍ୟେ ଯୂପ କାଷ୍ଠର ସଦୃଶ, ରହିଅଛି ବଟ ବୃକ୍ଷ ହୁଅଇ ସେ ଦୃଶ୍ୟ। ଅଟଇ ଉତ୍ତମ କ୍ଷେତ୍ର ଶ୍ରୀ ପୁରୁଷୋତ୍ତମ, ବଟ ବୃକ୍ଷ ବିଷ୍ଣୁଙ୍କର ଶରୀରଟି ଜାଣ। ଏ ବୃକ୍ଷର ଶାଖା ମହା ପ୍ରଳୟ ବାହୁରେ, ବିଚଳିତ ନ ହୁଅଇ ରହିଥାଏ ସ୍ଥିରେ। ମୁନିବର ମାର୍କଣ୍ଡେୟ ସେ ବୃକ୍ଷର ତଳେ, ଉପବିଷ୍ଟ ହୋଇ ମନେ ମନେ ଚିନ୍ତା କଲେ। ପ୍ରଳୟ ଏକାର୍ଣ୍ଣବରେ ସ୍ଥାବର ଜଙ୍ଗମ, ସକଳ ବିନିଷ୍ଟ ଏହି ବୃକ୍ଷ ବିଦ୍ୟମାନ। ଏହି ଭୂମି କି ପ୍ରକାରେ ରହିଅଛି ସ୍ଥିର, ପୁନର୍ବାର ଶୁଣିଲେ ସେ ବାଳକର ଗୀର। ଆଗତ ହେ ମାର୍କଣ୍ଡେୟ ଶୁଣ ଏହି କଥା, ଇତସ୍ତତ ହୋଇଗଲେ ମନେ ବହି ଚିନ୍ତା। ବତ୍ସ ସୂର୍ଯ୍ୟପୁତ୍ର ଋଷି କରିଲେ ଦର୍ଶନ, ଶଙ୍ଖ ଚକ୍ର ଗଦା ପଦ୍ମ ଧାରି ଜନାର୍ଦ୍ଦନ। ତାହାଙ୍କର ବକ୍ଷସ୍ଥଳେ ନିତ୍ୟ ଅବସ୍ଥିତ, ମୋତେ ଦେଖି ଋଷିଙ୍କର ତୋଷ ହେଲା ଚିତ୍ତ। ଜଳ ପବନ ବେଗରେ ସେ ମୁନି କାତର, ହୋଇଥିଲେ ସୁସ୍ଥ ହେଲା ତାଙ୍କର ଶରୀର। ହୃଷ୍ଟଚିତ୍ତେ ମାର୍କଣ୍ଡେୟ କରିଲେ ପ୍ରଣାମ, କର ଯୋଡ଼ି ସ୍ତୁତି ବାକ୍ୟେ କଲେ ଉଚ୍ଚାରଣ। ପ୍ରଭୁ ତବ ପାଦ ପଦ୍ମ ଦର୍ଶନର ଲାଭ, ବ୍ରହ୍ମା ରୁଦ୍ର ଚନ୍ଦ୍ରଙ୍କର ଯାଅଟି ଦୁର୍ଲଭ। ସେ ସମ୍ପଦେ ଅଧିକାରୀ ହୋଇଅଛି ଦେବ, ଏ ଦିନ ଜନର ଦୁଃଖୀ ଆଉ କି ରହିବ। ଏତେ ଦିନ ଯାଏ ତୁମ୍ଭ ନାମ ନ ଭଜିଲି, ବିବିଧ ପ୍ରକାରେ ଦୁଃଖ ଭୋଗ କରୁଥିଲି। ହେ ଦୟା ସାଗର ଏତେବେଳେ ରକ୍ଷା କର, ଆପଣଙ୍କର ପାଦ ପଦ୍ମ ମହିମା ଅପାର। ଏକମାତ୍ର ମୁକ୍ତି ଲାଭ ବିଷୟୀ କାରଣ, ସେବା କରୁଛନ୍ତି ବ୍ରହ୍ମାଦି ଦେବଗଣ। ଭଜନ ପୂଜନ ହୀନ ମୁଁ ଅତି ଅଧର୍ମ,
ଦୟାକରି ରକ୍ଷା କର ଆହେ ଭଗବାନ। ଅଙ୍ଗରୁ ବିଶ୍ୱ ବ୍ରହ୍ମାଣ୍ଡ ଉତ୍ପନ୍ନ, ବିସ୍ତୃତ ହୋଇଛି ତଦପେକ୍ଷା କୋଟି ଗୁଣ। ଏ ସଂସାର ଲୀଳା ଯାହା ଠାରୁ ପରକାଶ, ସୃଷ୍ଟିସ୍ଥିତ ଲୟ ଆହୁଏ ଆହେ ହୃଷିକେଶ। ଦେବ ତୁମ୍ଭେ ସର୍ବବ୍ୟାପୀ ବିଷ୍ଣୁରୂପେ ଖ୍ୟାତ, ଅଧମ ଜନକୁ ରକ୍ଷା କର ଲକ୍ଷ୍ମୀକାନ୍ତ। ଏକଇ ସୁବର୍ଣ୍ଣହାର ବଳୟ କଙ୍କଣ, ନାମରେ ବିଭେଦ ସିନା ନୁହେଁ ସ୍ପର୍ଶ ଭିନ୍ନ। ଜଳେ ପ୍ରତିବିମ୍ବ ହୋଇ ଏକ ଦିବାକର, ନାନାବିଧି ରୂପେ ହୁଏ ସୃଷ୍ଟିର ଗୋଚର। ସେହିପରି ଆପଣ ତ ଅଟନ୍ତି ନିର୍ଗୁଣ, ଅଦ୍ୱୟ ବ୍ରହ୍ମସ୍ୱରୂପୀ ନାମରୂପ ଶୂନ୍ୟ। ତଥାପି ବହୁ ସ୍ୱରୂପୀ କରିଛ ଧାରଣ, ଅପାର ଶକ୍ତି ସମ୍ପନ୍ନ ଅଟନ୍ତି ଆପଣ। କାମନା ବାସନା ଶୂନ୍ୟ ଅଟନ୍ତି ନିର୍ଗୁଣ, ଜୀବ ଦୁଃଖ ନାଶେ ଅର୍ଥେ ବିଗ୍ରହ ଧାରଣ। ଦେହଧାରୀ ପ୍ରତି ଯୁଗେ ଆହେ ଭଗବାନ, ଆତ୍ମଜ୍ଞାନୀ ତବ ପାଦ ନ କଲି ସେବନ। ତେଣୁ ଦାରୁଣ ଦୁର୍ଦ୍ଦଶା ଭୋଗ ଉପସ୍ଥିତି, କୃପାନିଧି ରକ୍ଷା କର ଅଧମକୁ ନିତ୍ୟ। ତବ ତ୍ରିଗୁଣ ଶରୀର ନିଖିଳ ଜଗତ, ସୃଷ୍ଟିସ୍ଥିତ ଲୟ କରିବାକୁ ସମରଥ। ମହତାଦି ଚତୁର୍ଦ୍ଦଶ ତତ୍ୱର କାରଣ, ପ୍ରକୃତି ଅତୀତ ଆତ୍ମା ଜଗତ କାରଣ। ଏ ଦିନର ଅପରାଧ ଥରେ କ୍ଷମା କର, ମହାପ୍ରଭୁ ତବ ପାଦ ପଦ୍ମେ ନମସ୍କାର। ସର୍ବତ୍ର ଗମନ କରେ ବୃହତପମେୟ, ବୃଦ୍ଧି ହୋଇ ବ୍ରହ୍ମରୂପେ ହୁଏ ପରିଚୟ। ସେ ବ୍ରହ୍ମସ୍ୱରୂପ ପରିଣାମ ହେତୁଭୂତ, ଆଧ୍ୟାତ୍ମ ସ୍ୱରୂପ ବିଶ୍ୱରୂପେ ପରିଣତ। ସେ ରୂପକୁ କରିଅଛି ମୋହିତ ଆଶ୍ରୟ, ଲକ୍ଷ୍ମୀପତେ କର କୃପା ଯେଣୁ ଦୟାମୟ। ବାତ୍ୟାବୃଷ୍ଟି ଦ୍ୱାରା ହୁଏ ନିତାନ୍ତ ଦୁଃଖିତ, ଏ ପ୍ରଳୟ କାଳରେ ତ ନ ପାଏ ମୁଁ ପଥ। ଭୀଷଣ ଏ କାନବନରେ ବିନ୍ଦୁମାତ୍ର ସ୍ଥାନ, ମିଳୁନାହିଁ ବସିବାକୁ ଆହେ ନାରାୟଣ। ମୁଁ ତ ହୋଇଅଛି ଭବ ପାରବାରେ ମଗ୍ନ, ରକ୍ଷା କର ମୋତେ ଜନାର୍ଦ୍ଦନ। ହେ ଗୋବିନ୍ଦ କର କୃପା ଦୃଷ୍ଟି ବିଲୋକନ, ଏ ଭବ ସଂସାରେ ଆଉ ନ ହେବି ଜନମ। ଏପରି ସ୍ତୁତି କରନ୍ତେ ମାର୍କଣ୍ଡେୟ ମୁନି, ନାରାୟଣ କୃପାନେତ୍ରେ ଚାହିଁଲେ ସେ କ୍ଷଣି। କହିଲେ ମଧୁର ସ୍ୱରେ ଆହେ ତପୋଧନ, ମୋତେ ନ ଚିହ୍ନିଣି ତପ କଲ ବହୁଦିନ। ସେ ଫଳ ଦୀର୍ଘାୟୁ ଲାଭ ହୋଇଲା ତୁମ୍ଭର, ଦେଖାଯାଉଅଛି ଊର୍ଦ୍ଧ୍ୱ ଶାଖା ଏ ବୃକ୍ଷର। ସେ ଶାଖା ପତ୍ର ପଟୁରେ ସ୍ୱୟଂ ଭଗବାନ, ବାଳ ରୂପ ଧରି କରି ଅଛନ୍ତି ଶୟନ। ତାହାଙ୍କୁ ଦର୍ଶନ କରେ ଆହେ ତପୋଧନ, ତାଙ୍କ ବଦନ ମଧ୍ୟରେ ପାଇବ ଯେ ସ୍ଥାନ। ଏକଥା ଶୁଣନ୍ତେ ମୁନି ହୋଇଲେ ବିସ୍ମୟ, ବୃକ୍ଷ ଆରୋହଣ କଲେ ନ କରି ସଂଶୟ। ଦେଖିଲେ ବାଳକ ରୂପ ତା ମୁଖ ମଧ୍ୟରେ, ପ୍ରବେଶ କରନ୍ତେ ଚଳି ଗଲେ କଣ୍ଠ ନାଳେ। ବିସ୍ତୃତ ମହା ଉଦରେ ମଧ୍ୟରେ ପ୍ରବିଷ୍ଟ, ଚଉଦ ଭୁବନ ବିଶ୍ୱ ସନ୍ନିବିଷ୍ଟ। ଦେବତା ଗନ୍ଧର୍ବ ବ୍ରହ୍ମା ଆଦି ଦିଗପାଳ,
କିନ୍ନର ରାକ୍ଷସ ଋଷି ଦେବର୍ଷି ସକଳ ସସାଗରା ପୃଥିବୀ ଯେ ନାନା ତୀର୍ଥେ ପୂର୍ଣ୍ଣ ନଦୀ ପର୍ବତ କାନନ ସର୍ବବିଦ୍ୟମାନ ଗ୍ରାମ କର୍ଣ୍ଣାଟ ନଗର ପୁରୀ ଶୋଭାମାନ ତା ମଧ୍ୟରେ ଅଛି ମନୋହର ସ୍ଥାନ ମାନ ସପ୍ତ ପାତାଳ ସହର୍ଷ ନାଗ କନ୍ୟା ଦଳ ମହାମୂଲ୍ୟ ଚୂର୍ଣ୍ଣ ଲିପି ସୌଧ ବିଶାଳ କରେ ବହୁମୂଲ୍ୟ ମଣି ସୁଭୂଷିତ ନାଗଗଣ ରହିଛନ୍ତି ସେବାରେ ନିଯୁକ୍ତ ସହସ୍ର ଫଣା ବେଷ୍ଟିତ ପରମ ଅଦ୍ଭୁତ ଅନନ୍ତ ଦେବଙ୍କୁ କଲେ ଋଷି ପ୍ରଣିପାତ ଶିଷ୍ୟଗଣ ଘେନି ଗୁରୁ ଶାସ୍ତ୍ର ବ୍ୟାଖ୍ୟାରତ ବ୍ରହ୍ମା କରିଛନ୍ତି ସୃଷ୍ଟି ଯେ ବସ୍ତୁ ସମସ୍ତ ସେ ସକଳ ବାଳକର ଉଦରେ ଦେଖିଲେ କୃଷି ମଧ୍ୟରେ ଇତସ୍ତତ୍ୟ ବିଚକ୍ଷଣ କଲେ ବୁଲି ବୁଲି ତାର ଅନ୍ତ ନ ପାଇଲେ ମୁନି କୃଷି ମଧ୍ୟରୁ ନିର୍ଗତ ହେଲେ ତତ୍କ୍ଷଣି ପାହାରେ ଦେଖିଲେ ମୁନି ଲକ୍ଷ୍ମୀ ନାରାୟଣ ପୂର୍ବ ପରି କରିଲେ ଯେ ତାହାଙ୍କୁ ପ୍ରଣାମ ହେ ଦେବ ଦେବସ ଅତି ଆଶ୍ଚର୍ଯ୍ୟ ବାରତା ମହାପ୍ରଳୟ କାଳରେ ସୃଷ୍ଟି ଅବସ୍ଥା ଆପଣଙ୍କ କୃଷି ମଧ୍ୟରେ ହୋଇ ଅବସ୍ଥିତ ଦୁଶ୍ଛେଦ୍ୟ ତୁମ୍ଭର ମାୟା ନ ହୁଅଇ ଜ୍ଞାତ କହୁଛନ୍ତି ଭଗବାନ ଶୁଣ ତପୋଧନ ଆମ୍ବର ଆଶ୍ଚର୍ଯ୍ୟ କ୍ଷେତ୍ର ନିତ୍ୟ ବର୍ତ୍ତମାନ ବୁଝି ରଖ ଏ କ୍ଷେତ୍ରର ସୃଷ୍ଟି ଯେ ପ୍ରଳୟ ସଂସ୍ଥିତି ଏ ତିନି ନାହିଁ ନରକ ସଂଶୟ ନିରନ୍ତର ଏକ ରୂପ ଶ୍ରୀ ପୁରୁଷୋତ୍ତମ ନାମରେ ଆମ୍ଭକୁ ମୁକ୍ତି ଦାତା କରି ଜ୍ଞାନ ଯେ ବ୍ୟକ୍ତି ଏ କ୍ଷେତ୍ର ବରେ ହୁଏ ପରବେଶ ଯେ ସୁଖ ସ୍ୱରୂପୀ ତାର ନାହିଁ ଗର୍ଭ କ୍ଲେଶ ମହାମୁନି ମାର୍କଣ୍ଡେୟ ଭଗବାନଙ୍କର ଆଜ୍ଞା ପାଇନ ଏ କ୍ଷେତ୍ରେ ବାସ କଲେ ସ୍ଥିର ଅନ୍ୟ କ୍ଷେତ୍ରେ ଯିବି ନାହିଁ ମନେ କର ସ୍ଥିର ଭକ୍ତି ଭରେ କର ଯୋଡ଼ି କହିଲେ ଏ ଗିର ପ୍ରଭୁ ଭଗବାନ ମତେ ଅନୁଗ୍ରହ କର ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ ବାସ ଚିରକାଳ ମୁକତାଚ ନ ହୋଇବି ମୃତ୍ୟୁର ଅଧୀନ ଏ ଦିନକୁ ଏହି ଆଜ୍ଞା ହେଉ ନାରାୟଣ କହୁଛନ୍ତି ନାରାୟଣ ମାର୍କଣ୍ଡେୟ ଶୁଣ ମୁକ୍ତି ସାଧକ ଏ କ୍ଷେତ୍ରେ ଆମ୍ଭେ ବିଦ୍ୟମାନ ରହିବୁ ମହାପ୍ରଳୟ ଅବସାନ ଯାଏ ସନ୍ଦେହ ନ କର ବାବା ଚିତ୍ତ କର ଲୟ ମହାପ୍ରଳୟ ଅବସାନାଏ ତୁମ୍ଭରି ନିମିତ୍ତ ରଚନା କରିବି ଏକ ନିତ୍ୟ ପୁଣ୍ୟ ତୀର୍ଥ ଥରେ ରହି ତୁମ୍ଭେ ତପସ୍ୟା କରିବ ଆମ୍ଭର ଦ୍ୱିତୀୟ ଦେହ ଶିବ ଆରାଧିବ ଆମ୍ଭ ଅନୁଗ୍ରହ ଲାଭ କରିବ ନିଶ୍ଚୟ ସମର୍ଥ ହୋଇବ କରିବ ତୁମ୍ଭେ ମୃତ୍ୟୁଜୟ ଲକ୍ଷ୍ମୀ ଦେବୀ ପୁନର୍ବାର କହନ୍ତି ବଚନ ଯମରାଜା ଶୁଣି ମାର୍କଣ୍ଡେୟ ତପୋଧନ ବରଲଭି ବଟ ବୃକ୍ଷ ବାୟୁକୁଣି ଘାତ ପ୍ରସ୍ତୁତ କରି ଆଶ୍ରୟ କଲେ ସେତୁ ଗର୍ତ୍ତ ଦେବଦେବ ମହାଦେବଙ୍କର ପୂଜା କଲେ ତପସ୍ୟା କରି ମୃତ୍ୟୁକୁ ଶୀଘ୍ର ଜୟ କଲେ ସେ ଗର୍ତ୍ତର ନାମ ମାର୍କଣ୍ଡେୟ ସରୋବର ତହିଁ ସ୍ନାନ କରି ଦର୍ଶନ କଲେ ହର ଅଶ୍ୱମେଧ ଯଜ୍ଞ ଫଳ ହୋଇବ ତ ଲାଭ ଏହି କଥା କଦାଚନ ନୁହେଁ ଅସମ୍ଭବ
କହନ୍ତି କମଳା କ୍ଷେତ୍ର ସାଗର ପର୍ଯ୍ୟନ୍ତ ବିସ୍ତୃତ ହୋଇଛି ପଞ୍ଚକ୍ରୋଶ ପରିମିତ। ସେ ପଞ୍ଚକ୍ରୋଶ ମଧ୍ୟରେ ସମୁଦ୍ର ନିକଟ ଦୁଇ କ୍ରୋଶ ଅଟେ ଅତି ପବିତ୍ର ଯେ ଶ୍ରେଷ୍ଠ। ସବୁ ସୁବର୍ଣ୍ଣ ବାଲୁକା ରାଶି ତହିଁ ପରିପୂର୍ଣ୍ଣ। ନୀଳ ସମୁଦ୍ର ପର୍ବତ ଅଧିଶୋଭବନ। ସାକ୍ଷାତରେ ନାରାୟଣ ରୂପେ ବିଶ୍ୱେଶ୍ୱର। ଯମ ଭୀତି ନିବାରକ ନାମ ଯମେଶ୍ୱର। ପ୍ରଭୁ ଚତୁଷଷ୍ଠୀତମ ବିଷୟ ବାସନା ତ୍ୟାଗ କରି ଜଗନ୍ନାଥଙ୍କର ଉପାସନା କରିବା ନିମିତ୍ତ ବିଜେ ସମୁଦ୍ର ତଟରେ। ଏହାଙ୍କୁ ଦର୍ଶନ ଅବା ପୂଜନ ଯେ କରେ କୋଟି ଶିବଲିଙ୍ଗ ପୂଜା ଫଳ ହୁଏ ପ୍ରାପ୍ତ। ଉତ୍କଳ ଖଣ୍ଡେ ତୃତୀୟ ଅଧ୍ୟାୟ ସମାପ୍ତ। ଜଗଦ୍ଗୁରୁ ଜଗନ୍ନାଥ ଏକ ନୁହେଁ ଭିନ୍ନ। ସଦ୍ଗୁରୁ ରୂପରେ ଜୀବ ହିତେ ଅବତୀର୍ଣ୍ଣ। ତୁମ୍ଭେ କୁଳୁ ଗୁରୁ ରୂପେ ଆସି ଦିଅ ଦୀକ୍ଷା। ସ୍ୱରୂପ ସାଧନ ମନ୍ତ୍ର ଜୀବ ପାଏ ଶିକ୍ଷା। ସେ ମନ୍ତ୍ର ମନନ ନ କଲେ ହୃଦୟ ଭଙ୍ଗ ଯେ। ଇଷ୍ଟ ଦେବତା ରୂପରେ ତୁମ୍ଭେ ହୁଅ ବିଜେ। ସହସ୍ରାରେ ଗୁରୁ ରୂପେ ହୋଇ ଅବସ୍ଥିତ। ସ୍ୱରୂପ ଦାନେ ଜୀବକୁ କରୁଛ କୃତାର୍ଥ। ଜୀବକୁ ଯେ କୃପା କର ତୁମ୍ଭେ ଏକ ମାତ୍ର। କୃପା ପ୍ରବାହେ ସର୍ପରୁ ହୁଅଇ ପ୍ଳାବିତ। କୁଣ୍ଡ ନୀଳ ସଙ୍ଗେ ଜୀବ ସୁଧା ପାନ କରେ। ଗୁରୁଙ୍କ ପାଦ ପଦ୍ମରୁ ମକରନ୍ଦ ଝରେ। ସେହି ପଦ ମକରନ୍ଦ ପାନରେ ମନୀଷା। କୃପା କଲେ ଗୁରୁଦେବ ପୂରିବ ମୋ ଆଶା। ଆହେ ଗୁରୁଦେବ ତୁମ୍ଭ ଶ୍ରୀଚରଣେ ଭିକ୍ଷା। ମାଗୁଅଛି ହରିହର ବେଗେ ଦିଅ ଦୀକ୍ଷା। ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେ ଲକ୍ଷ୍ମୀ ଯମରାଜ ସମ୍ବାଦେ ନାମ ତୃତୀୟ ଅଧ୍ୟାୟଃ। ଆନନ୍ଦେ ଏକବାର ହରି ବୋଲ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।